ରାସ୍ତାଟି ପୁରା ନିରଳା, ପୁରା ସୁନସାନ, କାଉ କୋଇଲି ବି ନାହାନ୍ତି ରାସ୍ତାରେ। ସାବଧାନ ହାତୀ ଚଲାପଥ ମହିଷା ଲଣ୍ଡା ଲେଖା ହେଇଛି। ଦେଖନ୍ତୁ ଏଇ ଗାଁଟି ହେଉଛି ମହିଷା ଲଣ୍ଡା। ବର୍ତ୍ତମାନ ମୁଁ ଅଙ୍କା ବଙ୍କା ରାସ୍ତା ଦେଇକିରି ପାହାଡ଼ ଉପରକୁ ଚଢ଼ିବା ଅଲରେଡ଼ି ଆରମ୍ଭ କରିଦେଲିଣି। ଭୟଙ୍କର ବରଗଛ ହେଇଛି, ବିଶାଳ ବରଗଛ। ଲିମ୍ବ ଗଛରେ ଗୋଟେ ବରଗଛ ହେଇଛି। ଦେଖିପାରିବେ ମୋ ସାମ୍ନାରେ ହେଉଛି ସେଇ ଅଲୌକିକ ରହସ୍ୟମୟ ବିଶାଳ ଲିମ୍ବ ଗଛ, ଯେଉଁ ଲିମ୍ବ ଗଛରେ କି ଦେଖନ୍ତୁ କେଉଁ ଟାଇପ୍ର ବରଗଛ ହେଇଛି। ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଶା କରେ ଆପଣମାନେ ସମସ୍ତେ ଭଲରେ ଥିବେ। ଦର୍ଶକ ବନ୍ଧୁ, କ'ଣ ଆପଣ ଜାଣିଛନ୍ତି ଆମ ରାଜ୍ୟ ଓଡ଼ିଶାର କଟକର ଚୌଦ୍ୱାର ଠାରେ ଏମିତି ଏକ ଜାଗା ଅଛି ବା ପାହାଡ଼ଟେ ଅଛି। ସେ ପାହାଡ଼ ଉପରେ ବହୁତ ସାରା ଲିମ୍ବ ଗଛ ଅଛି। ସେ ଲିମ୍ବ ଗଛରେ ଗୋଟେ ବରଗଛ ହେଇଛି। ମାନେ ଗୋଟେ ଗଛ ମାନେ ମୂଳ ହେଉଛି ଗୋଟେ, ବଟ୍ ଗଛ ହେଉଛି ଦୁଇଟା। ଗଛର ମୂଳଟା ହେଉଛି ଲିମ୍ବ ଗଛ, ଆଉ ବିଶାଳ ଲିମ୍ବ ଗଛ ହେଇଛି। ଆଉ ସେ ଲିମ୍ବ ଗଛର ଉପରେ ଗୋଟେ ବରଗଛ ହେଇଛି। ଆଉ ତେଣୁ ଚାଲନ୍ତୁ ଯିବା ଆଜି ସେଇ ଜାଗାଟିକୁ, ଆଉ ଦେଖିବା କ'ଣ କେମିତି ସେଇ ଲିମ୍ବ ଗଛର ଉପରେ ବରଗଛଟି ହେଇଛି। ଆଉ ସେ ଯେଉଁ ପାହାଡ଼ ଉପରେ ମନ୍ଦିରଟି ଅଛି, ଯାହାର ନାଁ ହେଉଛି ଲିମ୍ବଗିରି। ତେଣୁ ଚାଲନ୍ତୁ ଯିବା ସେଇ ଅଲୌକିକ ଏବଂ ଐତିହାସିକ ଜାଗାଟିକୁ। ଭିଡ଼ିଓଟି ପୁରା ଜବରଦସ୍ତ ହେବ, ଜମା ଅଧାରୁ ପଳାନ୍ତୁନି। ଆଉ ହଁ, ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରନ୍ତୁ। ବେଲ୍ ଆଉ ଲାଇକ୍ ବଟନ୍ ଦବାଇବାକୁ ଜମା ବି ଭୁଲନ୍ତୁନି। ତ ଦର୍ଶକ ବନ୍ଧୁ, ଆପଣମାନେ ଦେଖିପାରିବେ ଅଲରେଡ଼ି ବର୍ତ୍ତମାନ ମୁଁ ବାହାରି ଆସିଲେଣି ଆମ ରାଜଧାନୀ ଭୁବନେଶ୍ୱରରୁ ଆମର ଆଜିର ଡେଷ୍ଟିନେସନ୍ ଆଡ଼କୁ, ଯେଉଁଟାକି କଟକର ଚୌଦ୍ୱାର ଠାରେ ଆସିଯିବ। ତ ଦର୍ଶକ ବନ୍ଧୁ, ଏଠି ଲେଖା ହେଇଛି ଦେଖିପାରିବେ। ଏଇ ଯେଉଁ ଜାଗାଟିର ନାଁ ହେଉଛି ସୁଭଦ୍ରା ନଗର ବା ହନୁମାନ ଛକ, ଯେଉଁଠୁ ଆମକୁ ଡାହାଣକୁ ଯିବାର ଅଛି। ଏ ରାସ୍ତାଟି ଦେଖନ୍ତୁ ପୁରା ସୁନସାନ ଆଉ ପୁରା ନିର୍ଜନ ରାସ୍ତା। ରାସ୍ତାଟିରେ କାଉ କୋଇଲି ବି ନାହାନ୍ତି। ଏଠି ଲେଖା ହେଇଛି ସାବଧାନ ହାତୀ ଚଲାପଥ, ଗାଡ଼ି ଧୀରେ ଚଲାନ୍ତୁ, 20 କିଲୋମିଟର ଘଣ୍ଟା ପ୍ରତି। ବର୍ତ୍ତମାନ ମୁଁ ପହଞ୍ଚିଗଲି ଏଇ ଯେଉଁ ଗାଁଟି ଅଛି, ଏଇଟା ହେଉଛି ମହିଷା ଲଣ୍ଡା ଲେଖା ହେଇଛି। ଦେଖନ୍ତୁ ଏଇ ଗାଁଟି ହେଉଛି ମହିଷା ଲଣ୍ଡା, ବଟ୍ ଆମକୁ ଯିବାର ଅଛି ନିମଗିରି ପାହାଡ଼, ଯେଉଁଟାକି ଏଇ ମହିଷା ଲଣ୍ଡା ପାଖରେ। ଏଇ ରାସ୍ତାରେ ପୁରା ଉପରକୁ ଚଢ଼ିବା, ଯାଇକରି ନିମଗିରି ପାହାଡ଼ରେ ପହଞ୍ଚିବା, ଯେଉଁଟାକି ଆଜିର ଆମର ଡେଷ୍ଟିନେସନ୍। ତ ଆପଣମାନେ ଦେଖିପାରିବେ ବର୍ତ୍ତମାନ ମୁଁ ସେଇ ଆମର ଯେଉଁ ନିମଗିରି ପାହାଡ଼ ଉପରକୁ ଚଢ଼ିବା ଆରମ୍ଭ କଲେଣି। ରାସ୍ତାଟି ଢଳେଇ ରାସ୍ତା, ଅଙ୍କା ବଙ୍କା ହେଇକିରି ଉପରକୁ ଚାଲିଯାଇଛି। ତ ମୁଁ ସେଇ ରାସ୍ତାରେ ଆଗେଇ ଚାଲିଛି ପାହାଡ଼ର ଉପରକୁ। ପହଞ୍ଚିଗଲି ଆଜିର ଆମର ଯେଉଁ ଡେଷ୍ଟିନେସନ୍ ଥିଲା, ଯେଉଁଟା ଥିଲା ମହିଷା ଲଣ୍ଡା ଗାଁରେ, ଯେଉଁଟାକି କଟକର ଚୌଦ୍ୱାରରୁ ଆଉ ପାଖାପାଖି 10ରୁ 12 କିଲୋମିଟର ଗଲେ ଗୋଟେ ଗାଁ ପଡ଼େ, ଯେଉଁ ଗାଁଟିର ନାଁ ହେଉଛି ମହିଷା ଲଣ୍ଡା। ଆଉ ସେଇ ମହିଷା ଲଣ୍ଡା ଗାଁ ପାଖରେ ଥିବା ଲିମ୍ବଗିରି ପାହାଡ଼ରେ ଆପଣ ଦେଖିପାରିବେ ଏଇ ଯେଉଁଟା ଦେଖୁଛନ୍ତି ପାହାଡ଼, ଏଇ ପାହାଡ଼ଟା ହେଉଛି ଲିମ୍ବଗିରି ପାହାଡ଼। ଆଉ ସେପଟେ ଯେଉଁ ଗାଁ ରହିଲା, ଏଇଟା ହେଉଛି ମହିଷା ଲଣ୍ଡା ଗାଁ। କିଏ କୁହନ୍ତି ଏଇ ବରଗଛଟି ପାଖାପାଖି 200ରୁ 300 ବର୍ଷ ପୁରୁଣା ବରଗଛ। ଭୟଙ୍କର ବରଗଛ ହେଇଛି, ବିଶାଳ ବରଗଛ। ଆଉ ଏଇଟା ହେଉଛି ପାହାଡ଼ର ପୁରା ଟପ୍ ଜାଗାଟା। ଏଇଟା ଭଗବାନ ବିଷ୍ଣୁଙ୍କର ବରାହ ଅବତାର ଆପଣ ଦେଖିପାରିବେ। ମନ୍ଦିରରେ ଗୋଟେ ଉପରେ ନାଗଦେବତାଙ୍କର ଚିହ୍ନଟେ ରହିଛି। ବର୍ତ୍ତମାନ ମୁଁ ମନ୍ଦିର ଭିତରକୁ ଆସିଗଲେଣି। ଇଏ ହେଉଛନ୍ତି ନନା କି ଇଏ ଗରୁଡ଼ଙ୍କ ମୂର୍ତ୍ତିଟି ରହିଛି। ଆଉ ଠିକ୍ ଗରୁଡ଼ଙ୍କ ମୂର୍ତ୍ତି ସାମ୍ନାରେ ରହିଛନ୍ତି ପ୍ରଭୁ ନୀଳମାଧବ ରାଧାକୃଷ୍ଣ, ନାଇଁ କି? ଆଚ୍ଛା, ଏଇ ଯେଉଁ ଅଦ୍ଭୁତ ଲିମ୍ବ ଗଛ ଏଇଠି ରହିଛି ନନା, ୟା ବିଷୟରେ ଟିକେ କୁହନ୍ତୁ। ମାନେ ଏଇ ଯେଉଁ ଲିମ୍ବ ଗଛଟି ଦର୍ଶକ ବନ୍ଧୁ ଆପଣ ଦେଖିପାରିବେ, ପୁରା ମୂଳରୁ ମୁଁ ଆପଣଙ୍କୁ ଦେଖାଉଛି। ଇଏ ହେଉଛି ସେଇ ଅଦ୍ଭୁତ ଅଲୌକିକ ଲିମ୍ବ ଗଛ। ଦେଖନ୍ତୁ ଏଇ ପର୍ଯ୍ୟନ୍ତ ସେ ଆସିଛି ଗୋଟିଏ ହେଇକିରି, ଏଇଠୁ 2ଟି ଶାଖା ହେଇଛି, 2ଟି ଡାଳ ଯାଇଛି। କିନ୍ତୁ ଠିକ୍ ଏଇଠି ଆପଣ ଦେଖିପାରିବେ, ଏଇ ଠିକ୍ ସେଇ ଯେଉଁ ଲିମ୍ବ ଡାଳ ବା ଯେଉଁ ଯାଇଛି ଲିମ୍ବ ଗଛଟି, ସେ ଲିମ୍ବ ଗଛରେ ଗୋଟେ ବରଗଛ ହେଇଛି। ଏଇଠି ଗୋଟେ ଉଞ୍ଚାଳିଆ ଛାତ ଘରଟେ ଅଛି। ଠିକ୍ ସେଇ ଛାତ ଘର ଉପରେ ଯାଇକିରି ମୁଁ ଆପଣଙ୍କୁ କ୍ଲିଅର ଦେଖାଉଛି। ଦେଖନ୍ତୁ କେଉଁ ଟାଇପ୍ର ଏଇଟା, ପୁରା ସେଠୁ ତଳୁ ଏମିତି ଲିମ୍ବ ଗଛ ହେଇକି ଆସିଲା, ଆଉ ପୁରା ଉପର ଯାଇ ବି ଲିମ୍ବ ଗଛ ହେଇଛି। ଏଇ ପାଖରେ ଆହୁରି ବି 3ଟି ଲିମ୍ବ ଗଛ ରହିଛି। କିନ୍ତୁ ଏଇ ଯେଉଁ ଗଛଟି ଦେଖନ୍ତୁ କେଉଁ ଟାଇପ୍ର ବରଗଛ ଏଠି ହେଇଛି। ରହସ୍ୟ ଆଉ ରୋମାଞ୍ଚକର ବା ଅଲୌକିକ ଶକ୍ତି ନଥିଲେ ଏଇଭଳି
गोटे लिंब गछरे बर गछ हवा असंभव। दर्शक बंधु नना गोटे तांकर स्मृति अच्छी से स्मृतिटा को बर्तमान से आम सहित सेयार करुँच। नना कहतु कौन होता से जो घटना आप कहते जो बारंग बारंगर स्त्री लोक जन आसते ये बुलिया आज्ञा से एमती कथा पड़ कहली 10-11 वर्ष है बहार है पिलापिली किसी ना जी जुआड़ा कहला बहुत मेडिसिन खाइली मुझे आमर ठाकुर मणिमा अच्छी मानसिक करके जाचु मुझे मुंडे गोटे गुआ गोटे गोटिकिया टका छुईकी ठाकुर पाखे बसई मनस्कामना पूर्ण हम बोलिकी ठाकुर को जन गुआटा को बसई मस मस ना गोचर को लेखिक रखी सारी पानी फाणी देली जहा हो ठाकुर गुहार शुणिले वर्षक पर पिला टे है पुओटे ये आसिकी जो भोगरा कर मुंडिया मारी गली कहले जाऊ नना आ तुम कहलु तुम आम ठाकुर ना आम ना गुआटी बसई जाऊ ठाकुर आम गुहार शुणुच्च जाऊ तुम ठाकुर आम विश्वास रहा ठाकुर आशीर्वाद आम कौन अच्छी नहीं निश्चिंत निश्चिंत जगह बहुत अलौकिक रहस्य जगह से तो निश्चिंत किसी ना माने अलौकिक शक्ति नथिले सब जिन सृष्टि हो पारते ना था नहीं कि तो एत द्वारा मु निवेदन करुँची जो दर्शक माने किसी तांकर से भाई किसी रोची जोटा कि मनरे रोची से माने टिके आराम से आसीपारे आसिकी भगवान को दर्शन करिकी मनस्कामना ये जहाँ मानसिक करेंगे नना सहित नना नंबरटा मुझे देदेवी डिटेल वीडियोर डिटेल देदेवी तो आप कांटेक्ट करके नना को आसीपारे एवं यही जगह आप मानसिक करी आपणकर पूजा अर्चना करें। आज्ञा धन्यवाद नना प्रणाम। दर्शक बंधु आपण मैंने देखिले मो पछपटे से ऐतिहासिक अलौकिक लिंब गछटी जो थे कि बर गछ होती जहाँ मुझे भिडियो प्रथम कही से सब जिनस मुझे देखली आपन को। तो आशा करुँच भिडियो आपको निश्चित भल लगी भिडियो भल लगी बेल बटन दबाइबा जमा भूलें पुणी देखा हम मोर आउ एक भिडियो नुआ रूप नुआ जगार। तो से नमस्कार जय जगन्नाथ।